ଅତୀତରେ ଶୂନ୍ୟ ଗଣ୍ଠି ପଡ଼ିଥିଲା। ଆପଣ ଜାଣିଥିବେ ପରଦିନ ମୋର ପାଳି ସେଦିନ ରହିଥିଲା ସଂକ୍ରାନ୍ତି ଦିନ। ତେଣୁ ଶୂନ୍ୟ ଗଣ୍ଠି ପଡ଼ିବାଟା ଗୋଟେ ସ୍ୱାଭାବିକ କଥା। ପବନ ଖୁବ୍ କ୍ଷିପ୍ର ଗତିରେ ଯେତେବେଳେ ପ୍ରବାହମାନ ହେଇଥାଏ ସେତେବେଳେ ବାନା ଖୁବ୍ କ୍ଷିପ୍ର ଗତିରେ ଯେତେବେଳେ ଉଡ଼ିଥାଏ ତାର ଶୀର୍ଷ ଭାଗ ନିଜ ଦେହରେ ଗୁଡ଼େଇ ହେଇକିରି ଏବଂ ପିଟି ହେଇକିରି ସେ ଗୋଟେ ଗଣ୍ଠିର ଆକାର ଧାରଣ କରିଥାଏ। ଏବଂ ଯେଉଁ 14 ହାତିଆ ବାନା ଗୁଡ଼ିକ ତଳେ ଯେଉଁ ଉଡ଼ନ୍ତି ସେମାନେ ପରସ୍ପର ଭିତରେ ଛନ୍ଦି ହେଇକିରି ସେମାନେ ଏଭଳି ଗୋଟେ ଗଣ୍ଠି ସୃଷ୍ଟି ହୋଇଥାନ୍ତି ଯେଉଁ ଗଣ୍ଠିକି ସାଧାରଣତଃ ଆମେ ଫିଟେଇବାକୁ ଚେଷ୍ଟା କଲେ ସେ କୋଉ ବାଟେ କ'ଣ ମୋଡ଼ି ହେଇକିରି ଏପଟ ସେପଟ ହେଇକିରି ପିଟି ହେଇକି ରହିଥାଏ। ତା ଦେହରେ ବୃଷ୍ଟି ଜଳ ପଡ଼ିକିରି ସେ ଆହୁରି ଟାଇଟ୍ ହେଇଯାଇଥାଏ ଏବଂ ଗୋଟେ ଗୋଟେ ଗଣ୍ଠି ପ୍ରାୟତଃ 7-8 କିଲୋ ଓଜନର ହେଇଥାଏ। କାହିଁକିନା ଅନେକ ବାନା ନିଜର ଲମ୍ବା ଏବଂ ପ୍ରସ୍ତକୁ ସେ ଗଣ୍ଠିରେ ହଜେଇ ଦେଇଥାନ୍ତି, ଲୀନ କରିଦେଇଥାନ୍ତି। ତେଣୁ ସେ ଗଣ୍ଠି ଅତ୍ୟନ୍ତ ଉପାଦେୟ ହେଇଥାଏ। ତାକୁ ଶୂନ୍ୟ ଗଣ୍ଠି ଶୂନ୍ୟରେ ପଡୁଥିବାରୁ ଲୋକମାନେ ଶୂନ୍ୟ ଗଣ୍ଠି କହିଥାନ୍ତି। ଏବଂ ସେ ଗଣ୍ଠି ଘରର ପ୍ରବେଶ ପଥରେ ଟାଙ୍ଗିବା ଦ୍ୱାରା ସମସ୍ତ ପ୍ରକାର ବାଧା ଗ୍ରହ ପୀଡ଼ା ଏଗୁଡ଼ିକ ଦୂରୀଭୂତ ହୁଏ ବୋଲି ବିଶ୍ୱାସ କରାଯାଇଛି। ବ୍ୟବସାୟ ପ୍ରତିଷ୍ଠାନରେ ଲୋକମାନେ ଟାଙ୍ଗିଥାନ୍ତି ଏବଂ ତାର ବିଶେଷ ଉପକାର ହେଉଛି ଆମର ସାଧାରଣତଃ ଚିକିତ୍ସା ଶାସ୍ତ୍ରରେ ଆସନ୍ନ ପ୍ରସବା ଯେଉଁ ନାରୀ ଯିଏକି ଗର୍ଭ କଷ୍ଟରେ ବର୍ତ୍ତମାନ କଷ୍ଟ ବେଦନା ପାଉଥାଏ ସେତେବେଳେ ସେ ଶୂନ୍ୟ ଗଣ୍ଠିକୁ ପାଣିରେ ବୁଡ଼େଇକିରି ସେ ଜଳକୁ ଯଦି ପିଇବାକୁ ଦିଆଯାଏ ତାହେଲେ ତାର ଗର୍ଭ ବେଦନା ଦୂର ହୁଏ ଏ ବିଶ୍ୱାସ ରହିଛି। ବଡ଼ ବିଚିତ୍ର କଥା ଆପଣ କହିଲେ। ମହାପ୍ରଭୁଙ୍କର ନୀଳଚକ୍ରରେ ଉଡ଼ୁଥିବା ପତିତ ପାବନ ବାନାଙ୍କ ଦ୍ୱାରା ଯେଉଁ ସୁନ୍ଦର ଭାବରେ ବିଚିତ୍ର ଢଙ୍ଗରେ ଶୂନ୍ୟ ଗଣ୍ଠି ତିଆରି ହେଇଥାନ୍ତି ତାଙ୍କ ମାଧ୍ୟମରେ ଏମିତି ଅସମ୍ଭବ ସମ୍ଭବ ହେଇପାରେ। ଆମେ ବୋଧେ ସମ୍ଭବତଃ ପ୍ରଥମ ଥର ପାଇଁ ଏ କଥା ଶୁଣିବାକୁ ପାଇଲୁ। ଆମେ ଦେଖୁଛେ ଅନେକ ଭକ୍ତ 2 ହାତ ଉପରକୁ ଟେକି ପ୍ରାର୍ଥନା କରୁଛନ୍ତି। ଜଣେ ବାପା ତାଙ୍କ ଝିଅକୁ କାନ୍ଧରେ ବସେଇକିରି ଚିହ୍ନେଇ ଦଉଛନ୍ତି, ୟାଙ୍କୁ ଚିହ୍ନିଥା ଇଏ ତ ଓଡ଼ିଆ ଜାତିର ମୁରବୀ ଚାଳର ମେରି ଖୁଣ୍ଟ।